ଆପଣ ଭାବିବା ପୂର୍ବରୁ ମୁଁ କହି ରଖୁଛି ଆପଣଙ୍କ ସହିତ ମୁଁ ଏଇ ଭିଡିଓଟି କାହିଁକି ସେୟାର କଲି, କାହିଁକି ନା ଘରେ ଘରେ ସମସ୍ତେ ମ୍ୟାଗି କିମ୍ବା ଇପି ଖାଇବା ପସନ୍ଦ କରନ୍ତି ଆଉ ସମସ୍ତଙ୍କୁ ଜଣା ଥାଏ କି ବନେଇବା ଟେକ୍ନିକ। ମୁଁ ମୋ ଟେକ୍ନିକ ହିସାବରେ କହୁଛି, ଯୋଉଟା କି ଆପଣ ଥରେ ଦେଖିଲେ ଆପଣ ଏଇପରି ଭାବରେ ଟେକ୍ନିକ କରିବେ। ଆଉ ଏଇ ଟେକ୍ନିକ କରିସାରିଲା ପରେ ଛୁଆଠୁ ଆରମ୍ଭ କରି ବଡ ମାନେ ଯୋଉମାନେ ଖାଉଥିବେ ନ ଖାଉଥିବେ ସମସ୍ତଙ୍କୁ ମଧ୍ୟ ଏଇଟା ପସନ୍ଦ ହେଇଯିବ ଆଉ ଏଇ ଟେକ୍ନିକ ହିସାବରେ ସମସ୍ତଙ୍କୁ ଭଲ ଲାଗିବ। ତ କରିବାର କଣ ଅଛି, ସୋରିଷ ତେଲ ଦେଇଦେବାର ଅଛି, ଟିକେ ଜିରା ସହିତ ଏଇଠି ଆମେ ଦେଇଦେବା ଗୋଟିଏ ବଡ ପିଆଜ। ଏଇପରି ଭାବରେ ଛୋଟ ଛୋଟ କାଟିକି ମାନେ ଲମ୍ବା ଲମ୍ବା ଭାବରେ କାଟିକି ଦେଇଦେବେ। ସବୁଠୁ ବେଷ୍ଟ ହବ ଯଦି ଆପଣ ମାଟି କଡେଇରେ କେବେ ମ୍ୟାଗି କରୁଛନ୍ତି କିମ୍ବା ଇପି କରୁଛନ୍ତି, ନୁଡଲ୍ସ କରୁଛନ୍ତି, ଥରେ ଯଦି କେବେ ଟ୍ରାଏ କରିଛନ୍ତି ମାଟି ପାତ୍ରରେ କରିବାର, ତ ଥରେ କରିସାରିଲା ପରେ ଆପଣ ଭୁଲି ପାରିବେନି ସ୍ୱାଦ। ବାରମ୍ବାର ସେଇ ମାଟି ପାତ୍ରରେ ହିଁ କରିବେ, କାହିଁକି ନା ତାର ସ୍ୱାଦ ଅଲଗା ପ୍ରକାର, ଭିନ୍ନ ପ୍ରକାର, ଖାଇବାକୁ ମଧ୍ୟ ଟେଷ୍ଟ ଲାଗେ। ଗାଜର ଦେଇଦେଇକି ତା ସହିତ ମୁଁ ଛୋଟ ଛୋଟ ଟମାଟୋ କାଟିକି ଦେଇଦେଇଛି। ଏଇଠି ଆପଣ ମଟର ବି ମଧ୍ୟ ୟୁଜ କରିପାରିବେ, ବିନ୍ସ ବି ମଧ୍ୟ ୟୁଜ କରିପାରିବେ। ଏଇଠି ଦେଖନ୍ତୁ ଫ୍ରେଣ୍ଡ, ମୁଁ ଦେଇଦେଇଛି ଏଇଠି କଞ୍ଚା ଲଙ୍କା ଦୁଇଟା। ଯଦି ଛୁଆ ମାନେ ଖାଉଛନ୍ତି ତ ଲଙ୍କା ଇଗ୍ନୋର କରନ୍ତୁ। ଇଏ ଦେଖନ୍ତୁ ଫ୍ରେଣ୍ଡ, ମୁଁ ଏଇଠି ଦିଟା ଲଙ୍କା ଦେଇଦେଇଛି, ଲୁଣ ଦେଇଛି। ଲୁଣ ଏତିକି ଦେବେ ଯେତିକି କି ଆପଣଙ୍କର ଏଇଠି ଟମାଟୋ, ଗାଜର, ଲଙ୍କା, ପିଆଜ ସିଝିବ ସେତିକି ମାତ୍ରାରେ ଲୁଣ। ଆଉ ଏଇଠି ଲଙ୍କାଗୁଣ୍ଡ ବି ଅପସନାଲ ଅଛି, ଯଦି ଛୁଆ ମାନେ ଖାଉଛନ୍ତି ତ ଲଙ୍କାଗୁଣ୍ଡ ନ ପକେଇ ପାରିବେ ମଧ୍ୟ। ସବୁତକ ଘାଣ୍ଟି ଦେବେ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ। ଏଇଟା ଫ୍ରେଣ୍ଡ ମୋ ଷ୍ଟାଇଲର, ମୁଁ ଆପଣଙ୍କୁ ଦେଖଉଛି। ଆପଣ ଏଇଠି ଆଳୁ ବି ପକେଇ ପାରିବେ, ଯଦି ଆପଣଙ୍କ ପାଖରେ ଗାଜର ଫାଜର ନାହିଁ ତ ଆପଣ ଏଇଠି ଆଳୁ ବି ମଧ୍ୟ ପକେଇ ପାରିବେ। ଏ ଦେଖନ୍ତୁ ଫ୍ରେଣ୍ଡ, ପାଣି ଦେଇଦେବା। ସିକ୍ରେଟ ଫୁଡି ଚ୍ୟାନେଲକୁ ଆସିଛନ୍ତି ତ ସିକ୍ରେଟ ଟିପ୍ସ ଆଉ ଟ୍ରିକ୍ ଭରପୁର ମାତ୍ରାରେ, ଯଦି ଜାଣିନାହାନ୍ତି ଆପଣ ଯେକୌଣସି ମୋର ଭିଡିଓ ଗୋଟେ ବି କ୍ଲିକ୍ କରିକି ଜାଣିପାରିବେ କି ସିକ୍ରେଟ ଟିପ୍ସ ଆଉ ଟ୍ରିକ୍ ଭରପୁର ମାତ୍ରାରେ ଥାଏ। ସବୁ ଭିଡିଓରେ ମୁଁ ଆପଣଙ୍କୁ କିଛି ନା କିଛି ସିକ୍ରେଟ ଟିପ୍ସ କହିଥାଏ। ତ ଏଇ ଭିଡିଓରେ ଏଇ ସିକ୍ରେଟ ଟିପ୍ସ ହଉଛି କି ବହୁତ ଲୋକ କଣ କରନ୍ତି, ମ୍ୟାଗି ଟାକୁ ଭାଙ୍ଗି ଦିଅନ୍ତି। ଯଦି ଆପଣ ମ୍ୟାଗି ଟାକୁ ଭାଙ୍ଗିକି କରୁଛନ୍ତି ତ ବହୁତ ଛୋଟ ଛୋଟ ହେଇଯିବ ଆଉ ଜଲ୍ଦି ଜଲ୍ଦି ହେଇଯିବ। ଯଦି ଆପଣ ଡାଇରେକ୍ଟ ଏମିତି ଗୋଟା ପକେଇ ଦଉଛନ୍ତି ମୋ ପରିକା, ତ ତାହେଲେ ଟିକେ ଟାଇମ ଲାଗିଥାଏ। ତେଣୁକରି ଯଦି ଆପଣ ଚାହୁଁଛନ୍ତି ଜଲ୍ଦି ହବା ପାଇଁ ତ ମ୍ୟାଗି ଟାକୁ ସବୁବେଳେ ଭାଙ୍ଗିକି ପକାନ୍ତୁ। ଆଉ ଏଇଠି ଦେଖନ୍ତୁ ମସଲାଟାକୁ ମୁଁ ସବୁ ତ ବାହାର କରିଦେଇଛି। ଡାଇରେକ୍ଟ ଆପଣ ମସଲା ପକାନ୍ତୁ, ମ୍ୟାଗି ପକେଇଲେ ଡାଇରେକ୍ଟ ମସଲା ହିଁ ପକେଇବେ। ବହୁତ ଲୋକ କଣ କରନ୍ତି ପରେ ପକାନ୍ତି। ପରେ ପକେଇବା ଦ୍ଵାରା କଣ ହେଇଥାଏ, ମସଲା ଭିତରେ କିଛି ବି ଆମର ଭେଜିଟେବୁଲ ପଡିଥାଏ, ମାନେ ପ୍ୟାକେଟିଂ ଯୋଉ ମସଲା ଆସିଥାଏ, ମ୍ୟାଗି କିମ୍ବା ଇପି ଆପଣ ଖାଆନ୍ତି, ଯେକୌଣସି ନୁଡଲ୍ସ ଖାଆନ୍ତି, ତା ଭିତରେ ଗୋଟେ ମସଲା ଆସିଥାଏ। ତ ସେଇ ମସଲାଟା ଆଗ ପକାନ୍ତୁ ସବୁବେଳେ ଏଇ ଟାଇମରେ। ଯଦି ଆପଣ ପଛରେ ହେଇସାରିଲା ପରେ ପକଉଛନ୍ତି ତ ମସଲା ଫୁଲିବନି, ଖାଇବାରେ ମଧ୍ୟ ଟେଷ୍ଟ ଲାଗିବନି କି ଫ୍ଲେଭର ଆସିବନି। ନିହାତି ଭାବରେ ଫ୍ରେଣ୍ଡ ମୁଁ ଆଶା କରୁଛି ଆପଣ ଏଇ ଜିନିଷଟି ମୋର ମନେ ରଖିବେ। ଘୋଡେଇକି ଛାଡି ଦେଇଥିଲେ। ଏବେ ଦେଖନ୍ତୁ ଫ୍ରେଣ୍ଡ 7 ରୁ 8 ମିନିଟ୍ ହେଇଯାଇଛି। ମ୍ୟାଗି କେବଳ 2 ମିନିଟରେ ବନି ନଥାଏ, ମୁଁ ଆପଣଙ୍କୁ ଏଇଟା କହୁଛି, ଆପଣ ବି ନିଜେ ଜାଣିଥିବେ 2 ମିନିଟରେ ବନି ନଥାଏ। ଯାହାହେଲେ ବି ଆମକୁ ତିଆରି କରିବା ପାଇଁ ଯଦି ଆପଣ ପରିବା ପକେଇ ତିଆରି କରୁଛନ୍ତି 10 ରୁ 15 ମିନିଟ୍ ଲାଗିଥାଏ। ଯଦି ଆପଣ ସେମିତି ଡାଇରେକ୍ଟ ପାଣିରେ ପକେଇ ଦଉଛନ୍ତି ତ 5 ରୁ 7 ମିନିଟ୍ ଲାଗିଥାଏ ମ୍ୟାଗିଟାକୁ ବହୁତ ବଢିଆ ଭାବରେ ଫୁଲିବାରେ। ସବୁବେଳେ ଫ୍ରେଣ୍ଡ ମନେ ରଖନ୍ତୁ, ପୁରା ଫୁଲି ସାରିଲା ପରେ ଆପଣଙ୍କର ନୁଡଲ୍ସଟା ଆପଣ ଖାଇବେ। ଯଦି ଏଟା ଫୁଲି ନାହିଁ, କଞ୍ଚା ଅଛି, ଟିକେ ଦେହ ପାଇଁ ଖରାପ ହେଇଥାଏ। ତେଣୁକରି ସବୁବେଳେ ଏହିପରି ଭାବରେ ଫୁଲିଥିବ ଖାଇବେ। ଇଏ ଦେଖନ୍ତୁ ଫ୍ରେଣ୍ଡ, ଆମର ରେଡି ହେଇଯାଇଛି। ଇଏ ଦେଖନ୍ତୁ ଗରମା ଗରମ, ଖାଆନ୍ତୁ, ଖୁଆନ୍ତୁ। ଯଦି ଭଲ ଲାଗୁଛି ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ।